ମୋ ନାଁ ହେଉଛି ରାମକୃଷ୍ଣ ନନ୍ଦ। ଏଇ ବୀର ରଘୁନାଥପୁର ଗ୍ରାମର ବାସିନ୍ଦା। ବର୍ତ୍ତମାନ ମୋ ଗାଁର ଟ୍ରଷ୍ଟ ଅଛି। ମୁଁ ନିଜେ, ମୋର ଭାଇ ବି ଭାଗିଦାର ଟ୍ରଷ୍ଟ ଅଛନ୍ତି। ଆମେ ମନ୍ଦିର ଆମର ଯୁବକ ବୟସରେ ନିର୍ମାଣ କରିଥିଲୁ। ସମସ୍ତଙ୍କ ସହଯୋଗରେ ମନ୍ଦିର ନିର୍ମାଣ ହୋଇଥିଲା। ସରକାରଙ୍କର ବର୍ତ୍ତମାନ କିଛି ସହଯୋଗ ମିଳିବାରୁ ଏଇ କିଛି କାର୍ଯ୍ୟକ୍ରମ ହେଇଛି। ମୁଖ୍ୟ ବାଧକ ସାଜିଛି ପ୍ରଶାସନର ଟିକେ ଯଦି ଆଢ଼ୁଆଳ ରହନ୍ତା ତାହେଲେ ରାସ୍ତାର ପ୍ରଶସ୍ତିକରଣ ହୁଅନ୍ତା, ଗମନାଗମନ ପାଇଁ ସୁବିଧା ହୁଅନ୍ତା। ଆଉ କିଛି ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛୁ। ଶୁଣାଯାଉଛି ଯେ ଅନୁମୋଦନ ହେଇଛି ଏଠି ଗୋଟେ ହରଚଣ୍ଡୀ ପାର୍କ କରିବା ପାଇଁ, କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଯେଉଁଦିନ କାର୍ଯ୍ୟକାରୀ ହେଇଯିବ ସେଦିନ ଆମେ ବିଶେଷ ଉପକୃତ ହେବୁ। ମା ହରଚଣ୍ଡୀଙ୍କର ମହିମା ସଂସାରରେ ସମସ୍ତେ ଜାଣିବେ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ମା ହରଚଣ୍ଡୀ।